ବୃନ୍ଦାବନ ରେ ଶ୍ରୀକୃଷ୍ଣ ରାସଲୀଳା କରୁଥିବା ବେଳେ ଅନ୍ୟ ଗୋପୀ ମାନଙ୍କ ସହ ଯୋଗ ଦେଇ ନାଚ ଗୀତ କରୁଥିଲେ, କିନ୍ତୁ ଏତିକି ବେଳେ ରାଧାଙ୍କର ନଜର ପଡିଲା କୃଷ୍ଣଙ୍କ ଉପରେ। ତାଙ୍କର ଅହଙ୍କାର ଜାଗ୍ରତ ବି ହେଇଗଲା। ସେ ଭାବିଲେ ମୁଁ ବିନା କୃଷ୍ଣ ରାସଲୀଳା କରିପାରିବେ ନାହିଁ। ଏକଥା କୃଷ୍ଣ ବି ଜାଣିପାରିଲେ। ହଠାତ୍ ଅନ୍ତର୍ଧ୍ୟାନ ହୋଇଗଲେ। ରାଧା ଆଉ ଅନ୍ୟ ଗୋପୀ ମାନେ ବିରହରେ ବ୍ୟାକୁଳ ହୋଇ କାନ୍ଦିଲେ ଆଉ କୃଷ୍ଣକୁ ଖୋଜିବାକୁ ଲାଗିଲେ। ଅନେକ ଖୋଜାଖୋଜି କଲା ପରେ ସେମାନେ ଦେଖିଲେ କୃଷ୍ଣ ଏକ ଅଁଳା ଗଛ ତଳେ ବସିଛନ୍ତି। ରାଧା ଦୌଡ଼ି ଗଲେ କୃଷ୍ଣଙ୍କ ଚରଣରେ ଲୁଟି ପଡିଲେ। ସେତେବେଳେ ରାଧାଙ୍କ ଚରଣରେ ଲାଗିଥିବା ଅଳତା କୃଷ୍ଣଙ୍କ ପାଦରେ ଲାଗିଗଲା। ଏହି ଘଟଣା ହିଁ ରାଧାପାଦ ଦର୍ଶନର ମୂଳ କାରଣ। ଏହା ରାଧାଙ୍କ ଅହଙ୍କାର ଭଞ୍ଜନ ଓ କୃଷ୍ଣ ପ୍ରେମର ପରାକାଷ୍ଠାକୁ ସୂଚିତ କରୁଛି। ଏହାକୁ ନେଇ ପୁରୀରେ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ଏହି ଲୀଳାକୁ ସ୍ମରଣ କରି ପୁରୀ ଶ୍ରୀମନ୍ଦିରରେ ଅଁଳା ନବମୀ ଦିନ ଶ୍ରୀ ଜଗନ୍ନାଥଙ୍କ ପାଦରେ ଲାଲ ଅଳତା ଲଗାଇ ରାଧାଙ୍କ ଚରଣ ଚିହ୍ନ ଦର୍ଶନ କରାଯାଏ। ଭକ୍ତମାନେ ଏହି ପବିତ୍ର ଚରଣ ଧୂଳି ନେଇ ଜୀବନ ଧନ୍ୟ କରନ୍ତି। ଏହା ରାଧାକୃଷ୍ଣଙ୍କର ଅବିଚ୍ଛେଦ୍ୟ ପ୍ରେମର ପ୍ରତୀକ। ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ପାଳନ ହେଉଥିବା ଅଁଳା ନବମୀ ବା ରାଧାପାଦ ଦର୍ଶନ ଏକ ଅତି ପ୍ରାଚୀନ ଓ ପବିତ୍ର ପର୍ବ। ଏହାର ମୂଳ କାହାଣୀ ଶ୍ରୀମଦ୍ ଭଗବତ ପୁରାଣ ଓ ଗୌଡ଼ୀୟ ବୈଷ୍ଣବ ପରମ୍ପରା ସହିତ ଜଡ଼ିତ। ଜୟ ରାଧେ, ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।